Hello everyone, welcome to my channel again. Today's theme strike the pastor. ବାଳକଙ୍କୁ ଆଘାତ କର। କି କଥା? ବାଳକଙ୍କୁ ଆଘାତ କରିବା, ବାଳକଙ୍କୁ ବାଡ଼େଇବା। କ'ଣ କହୁଛନ୍ ଆଜ୍ଞା? ମୁଣ୍ଡ କାମ ଦଉନି କି? ମୁଁ କହୁନି ଆଜ୍ଞା, ବାକ୍ୟରେ ଲେଖା ଅଛି ଜିଖରିୟ 13:7 ବାଳକଙ୍କୁ ଆଘାତ କର। ପ୍ରିୟମାନେ, ଆପଣ ଏଇ ବାକ୍ୟକୁ ଭଲରେ ନ ବୁଝିକି ଆପଣ ଅଲଗା ଅର୍ଥରେ ବୁଝନ୍ତୁନି। ବାଳକଙ୍କୁ ଆମେ ଆଘାତ କରିବା ବିଷୟ ଲେଖା ଅଛି। ଏଇଟା କେଉଁ ଉଦ୍ଦେଶ୍ୟ ଲେଖା ହେଇଛି, କାହା ବିଷୟରେ ଲେଖା ଅଛି, ସେଇଟା ଆଗ ଜାଣିବା ନିହାତି ଦରକାର। ଏଇଟା ଯେଉଁ ଜିଖରିୟ 13:7 ଯେଉଁ ଲେଖା ଅଛି ପ୍ରିୟମାନେ, ଏଇଟା ଭବିଷ୍ୟତବାଣୀ। ଆମେ ଯଦି ଆପଣ ଇଂଲିଶରେ ଦେଖିବେ ଷ୍ଟ୍ରାଇକ୍ ଦ ପାଷ୍ଟର, ସେଇଠି ଲେଖା ଅଛି ଷ୍ଟ୍ରାଇକ୍ ଦ ସେଫର୍ଡ, ମେଷପାଳକ ଅର୍ଥ ପ୍ରିୟମାନେ ପ୍ରଭୁ ଯୀଶୁଙ୍କୁ ବୁଝାଉଛି। ପ୍ରଭୁ ଯୀଶୁଙ୍କ ବିଷୟରେ ଭବିଷ୍ୟତବାଣୀ ହେଇଥିଲା। ଶେଷ ଦିନ କ'ଣ ହେବ, ଯେ ଯେତେବେଳେ ବାଳକଙ୍କୁ ଆଘାତ କରିବେ, ଯୀଶୁଙ୍କୁ ଯେତେବେଳେ ଆଘାତ କରିବେ, ମେଷମାନେ କ'ଣ ଛିନ୍ନ ଭିନ୍ନ ହେଇଯିବେ। ତ ଯୀଶୁ ଯେହେତୁ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ, ସମସ୍ତ ବିଷୟ କରୁଥିଲେ, ଶେଷ ସମୟରେ ଆପଣ ମନେ ପକାନ୍ତୁ, ଯୀଶୁଙ୍କୁ ଯେତେବେଳେ ସେମାନେ ଧରିବା ପାଇଁ ଚେଷ୍ଟା କଲେ, ସବୁକିଛି କଲେ, ସମସ୍ତେ କ'ଣ ଛିନ୍ନ ଭିନ୍ନ, ଶିଷ୍ୟମାନେ 12 ଜଣ ଥିଲେ, କ'ଣ ସବୁ ଛାଡ଼ିକି ପଳେଇଲେ, ବା ଇଏ ହେଲା, ସମସ୍ତ ବିଷୟ ହିଁ ହେଲା। ତ କ'ଣ ହେଲା, ତ ମେନ୍ ଲୋକ ହେଲା ବାଳକଙ୍କୁ ହିଁ ଟାର୍ଗେଟ୍ କଲେ, ସବୁକିଛି ଛିନ୍ନ ଭିନ୍ନ ହେବେ। ଯେଉଁମାନେ ଶିଶୁମାନେ ଶିଖୁଥିଲେ, ଯାହା ବି ଶିଶୁଙ୍କଠାରୁ ଶିକ୍ଷା ଶିଖୁଥିଲେ, ଯାହା ବି ସବୁ ସେମାନେ ଆଉ ଶିଖିପାରିଲେ। ତ ବର୍ତ୍ତମାନ ସମୟରେ ଏଇ ବିଷୟ ବାଳକ ଅର୍ଥ ପ୍ରଭୁଙ୍କ ଲୋକ, ପ୍ରଭୁଙ୍କର ସେବା କାର୍ଯ୍ୟରେ ଯେଉଁମାନେ ଅଛନ୍ତି, ଦାସ, ବାଳକ, ସୁସମାଚାର ପ୍ରଚାରକ ହେଉ ବା ପ୍ରେରିତ ବା ଯିଏ ଭାବବାଦୀ ହେଉ ବା ଯିଏ ଶିକ୍ଷକ, ଯେଉଁମାନେ ବି ଆଜି ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି ପ୍ରିୟମାନେ, ସେମାନଙ୍କୁ ଆଜି ସମସ୍ତେ ଟାର୍ଗେଟ୍ କରୁଛନ୍ତି, ଆଘାତ, ତାଙ୍କୁ ବାଡ଼େଇବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କୁ ସେ ଜାଣିଛନ୍ତି ଇଏ ହେଲା ମେନ୍ ଲୋକ, ଇଏ ହିଁ ଲୋକମାନଙ୍କୁ କ'ଣ ପ୍ରଭୁଙ୍କ ନିକଟକୁ ନେଉଛି, ପ୍ରଭୁଙ୍କ ବିଷୟ ସୁସମାଚାର ପ୍ରଚାର କରୁଛି, ଆଶ୍ଚର୍ଯ୍ୟକର୍ମ କରୁଛି, ଏମିତି ସମସ୍ତ ବିଷୟ ନେଇକି ସେମାନେ କରୁଛନ୍ତି। ତ ବାଳକଙ୍କୁ ଯଦି ଟାର୍ଗେଟ୍ କଲେ ସମସ୍ତେ ଛିନ୍ନ ଭିନ୍ନ ହେବେ, ଲୋକମାନେ ଚର୍ଚ୍ଚରେ ଶିକ୍ଷା ଲାଭ କରିପାରିବେନି, ବିଭିନ୍ନ ଶିକ୍ଷା ପ୍ରଚାର କରିବା ବନ୍ଦ ହେଇଯିବ, ଫଳରେ ଶୈତାନର କାର୍ଯ୍ୟ ଅଧିକରୁ ଅଧିକ ଚାଲିବ। ଏବେ ବି ହେଉଛି କି ନାହିଁ? ତ ଆମର ଗୋଟେ ହିଁ ଉଦ୍ଦେଶ୍ୟ ଯେ ପ୍ରଭୁଙ୍କର ବାକ୍ୟ ମନେ ରଖନ୍ତୁ, ପ୍ରଭୁଙ୍କର ଦାସ ସମ୍ମାନ ପାଇବାର ଯୋଗ୍ୟ, ସମାଦର ପାଇବାର ଯୋଗ୍ୟ। ତାଙ୍କୁ ଆମ ଆଖିକୁ କିଏ ଯଦି ପିତୁଳାକୁ ଲାଗିଲେ ପୁଣି ଈଶ୍ୱରଙ୍କୁ ଲାଗେ ଯେ ତାଙ୍କୁ ଆଘାତ କଲା ପରେ, ତାହେଲେ ଚିନ୍ତା କରନ୍ତୁ ବାଳକଙ୍କୁ ଆଘାତ କରିବା ବିଷୟରେ ପ୍ରଭୁ କେମିତି କହିବେ। ବାଳକ ଅର୍ଥ ଏଇଟା ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯେ ବାଳକଙ୍କୁ ସମସ୍ତେ ଟାର୍ଗେଟ୍ କରନ୍ତୁ। ବାଳକୁ ଯଦି ସମସ୍ତେ ଟାର୍ଗେଟ୍ କଲେ ମେଷମାନେ ଛିନ୍ନ ଭିନ୍ନ ହେବା। ବାଳକ ତ ଆର ଅଲଗା ଅର୍ଥ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ଲୋକ ସମାଦର ପାଇବାର ଯୋଗ୍ୟ। ଆମର ବାଳକ ପ୍ରଚାର ସମସ୍ତଙ୍କୁ ଆମେ ସମାଦର করে ସେମାନଙ୍କ ପାଇଁ ପ୍ରାର୍ଥନା କରିବା। ଶେଷ ଦିନରେ ଆମେ ଅଛେ ପ୍ରିୟମାନେ, ପ୍ରଭୁ ଆମକୁ ନିଶ୍ଚିତ ଜୟ କରିବେ। ତ ଆମେ ସମସ୍ତ ବାଳକ ପାଇଁ ପ୍ରାର୍ଥନା କରିବା।